ସବୁ ଅଦ୍ଭୁତ ଭାବରେ ଏଇ ଦିନ ମାନଙ୍କରେ ସାହାଯ୍ୟ କରୁଅଛନ୍ତି। ପ୍ରଭୁ ଯେ ମହାନ ପରମେଶ୍ୱର ଅଟନ୍ତି। ଘରକୁ ମଧ୍ୟ ଆମେ ଯାଇଥିଲୁ। ଏପ୍ରିଲ ମାସରେ ମୁଁ ଯାଇଥିଲି। ଆଉ ଗୋଟେ ଆମମାନଙ୍କର ନଳକୂଅ କରିବାର ଥିଲା। ଗୋଟେ ଛୋଟ ସାକ୍ଷ୍ୟ କହୁଛି। ଏମିତି ତ ପ୍ରତ୍ୟେକ ଦିନ ପ୍ରଭୁ ଏଇଭଳିଆ ଭାବରେ ସାକ୍ଷ୍ୟ ଦଉଅଛନ୍ତି। ଗୋଟେ କହିବା ପାଇଁ ଚାହେଁ ଯେ ଗୋଟେ ନଳକୂଅ କରିବା ପାଇଁ ଆମେ ଚାହୁଁଥିଲୁ ଘର ପଛପଟେ। ଆଉ ଯୋଉଟା କି ମୁଁ କାହାକୁ ଆଉ ପଚାରି ନଥିଲି, କିନ୍ତୁ ବହୁତ ଜଣ କହୁଥିଲେ ଯେ ସେ ଜାଗାରେ ପାଣି ନ ପଡିପାରେ, ଯେହେତୁ ତାକୁ ତାଙ୍କର ଅଛି ଶାସ୍ତ୍ର ଅନୁସାରେ ଦେଖିକି କୋଉଠି ପାଣି ପଡିବ, ବାସ୍ତୁ ହିସାବରେ ଦେଖିବାକୁ ପଡିବ ବୋଲି ଏମାନେ କହୁଥିଲେ। କେତେ ଜଣ ଅଛନ୍ତି କହୁଥିଲେ ସେ ନଡିଆଟାକୁ ଧରିବାକୁ ପଡିବ, କୋଉଠି ପାଣି ପଡୁଛି ଗୋଟେ ଧୂପକାଠି ଆଣ, ଏମିତି ସବୁ କହୁଥିଲେ। କିନ୍ତୁ ମୁଁ କହିଲି ନାଇଁ, ସେସବୁ ଆମର କରିବାର ନାହିଁ। ଜଷ୍ଟ ପଚାରୁଥିଲି କୋଉ ଜାଗାରେ ପାଣି ପଡିବ। ନା ସେ ସବୁ ତ ଲୋକ କରିକି କରନ୍ତି ଆଜ୍ଞା, ଯୋଉ ଧର୍ମରେ ହେଲେ ବି ଏ ସବୁ ନଡିଆ ଧରିକି କରନ୍ତି ଧୂପକାଠି ଲଗେଇ। ମୁଁ କହିଲି ନାଇଁ, ସେସବୁ ଆମେ କରିବୁନୁ। ତ ସେମିତି ଷ୍ଟେଟ ଗଭର୍ଣ୍ଣମେଣ୍ଟରେ ବି ପଚାରିଥିଲି, ତ ସେମାନେ କହିଲେ ଆଜ୍ଞା କୋଉଠି ଆମେ ଯୋଉଠି କହିଥିବୁ ସେଠି ପାଣି ନ ପଡିପାରେ ବି। ଆଉ ଏମିତି ବି ହେଇଛି। ତ ଖୋର୍ଦ୍ଧାଟା ଗୋଟେ କହିବାକୁ ଗଲେ ଗୋଟେ ଟାଙ୍ଗି ଏରିଆଟା। ଗୋଟେ ଗୋଟେ ଜାଗାରେ 300 ଫୁଟ ଖୋଳିଲେ ବି ପାଣି ପଡେନି, ଗୋଟେ ଗୋଟେ ଜାଗାରେ 200 ଫୁଟରେ ହିଁ ପାଣି ପଡେ। ତ ଯେତେବେଳେ ମୁଁ ସେ ପାଣି ବାଲାକୁ କଣ୍ଟାକ୍ଟ କଲି, ସେ କହିଲେ ଆଜ୍ଞା ଆମେ ବି କହିପାରିବୁନୁ କୋଉଠି ପାଣି ପଡିବ, କିନ୍ତୁ ଆମେ ପୁରା ପଇସା ତ କିନ୍ତୁ ନବୁ। କାହିଁକି, ଯେହେତୁ ଆମର କେସିଂ ଗୁଡା ଭିତରକୁ ଯିବ, ତ ଆମେ ପାଣି ନ ପଡିଲେ ବି ଆମେ ପଇସା ନବାଟା ନବୁ, ସେଇ 90,000 କଥାବାର୍ତ୍ତା ହେଇଥିଲୁ। ତ ଏଇଭଳି ପ୍ରକାରେ ମୁଁ ଆଉ ମୋ ସ୍ତ୍ରୀ ଡିସାଇଡ୍ କଲୁ ଯେ ଏଇ ଜାଗାରେ ଖୋଳିବାର ଅଛି, ସେଇ ଜାଗାରେ ହିଁ ଖୋଳିବାର ଅଛି। ତ ପ୍ରାର୍ଥନା କଲୁ, ପ୍ରଭୁ ଯିଏ ପଥରରୁ ଯିଏ ପାଣି ବାହାର କର। ତୁମେ ଯେ ଇସ୍ରାଏଲ ମାନେ ଯେତେବେଳେ ଥିଲେ ପ୍ରଭୁ, ସେ ପ୍ରାନ୍ତରରେ ତୁମେ ପଥରରୁ ପାଣି ବାହାର କରିଥିଲ। ପ୍ରଭୁ ଯୋଉଠି ନଦୀ ନଥାଏ ତୁମେ ସେଇଠି ନଦୀ ପ୍ରବାହିତ କର ପିତା। ଏଇଭଳି ପ୍ରଭୁ ତୁମେ ଦେଖିବା ପାଇଁ ସାହାଯ୍ୟ କର। ଏଇ ଜାଗାରେ ପାଣି ପ୍ରଭୁ ତୁମେ ଦିଅ, ଆଉ ଉଛୁଳିବା ପାଇଁ ସାହାଯ୍ୟ କର। ତ ଯେତେବେଳେ ଆମ ମିସ୍ତ୍ରୀଙ୍କୁ ଆମେ ଡାକିଲୁ ଏଇ ଜାଗାରେ ଆମେ ଖୋଳିବା ପାଇଁ ଚାହୁଁଛୁ, ସେ କହିଲେ ଆଜ୍ଞା ଏଇଟା ତ ପୂର୍ବ ଦିଗ ନୁହେଁ, ଐଶାନ୍ୟ କଣ 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 କହିଲେ, ଏଇଠି ପାଣି ପଡିବନି। ମୁଁ କହିଲି ଦେଖନ୍ତୁ ଆଜ୍ଞା, ଆମେ ଯୋଉ ପ୍ରଭୁଙ୍କୁ ବିଶ୍ୱାସ କରୁଛୁ, ଯୋଉଠି ପାଣି ନାହିଁ ସେ ପାଣି କାଢିକି ଦିଅନ୍ତି। ତ ଏଇ ଜାଗାରେ ହିଁ ଖୋଳନ୍ତୁ। ମୁଁ ଆମ ପାଷ୍ଟରଙ୍କୁ ଡାକିଲି, ଯିଏ ଅଛନ୍ତି ସେ ଆସିଲେ, ଆମେ ପ୍ରାର୍ଥନା କଲୁ। ପାଷ୍ଟର ବି ପଚାରିଲେ ଆପଣ କାହାକୁ ପଚାରିଛନ୍ତି? ମୁଁ କହିଲି ନାହିଁ, କିନ୍ତୁ ମୋର ବିଶ୍ୱାସ ଯେ ପ୍ରଭୁ ଏଇ ଜାଗାରେ ପାଣି ଦେବେ। ତ ସେ ମିସ୍ତ୍ରୀ କିନ୍ତୁ କହୁଥିଲେ ନାଇଁ, ଏଇଟା ତ ଐଶାନ୍ୟ କୋଣ, ଏଇଠି ହବନି ଆଜ୍ଞା, ପାଣି ପଡିବନି। କିନ୍ତୁ ମୁଁ କହିଲି ଆଜ୍ଞା ହେଇପାରେ ଆପଣଙ୍କ ବାସ୍ତୁ, କିନ୍ତୁ ଆମ ପ୍ରଭୁ ଯେ ପାଣି ଦବା ପରମେଶ୍ୱର ଅଟନ୍ତି, ଆପଣ ଏଇଠି ଖୋଳନ୍ତୁ। ସେଇଠି ଖୋଳିଲେ 70 ଫୁଟରେ ପାଣି ବାହାରିଲା। ତ ପ୍ରଭୁ କଣ ନ କରିପାରନ୍ତି, ଆଉ ଥରେ ଦେଖିବା ପାଇଁ ସାହାଯ୍ୟ କଲେ ଯେ ଯୋଉ ଜାଗାରେ ଏମାନେ କହୁଥିଲେ ଯେ ପାଣି ବାହାରିବନି, ସେଇ ଜାଗାରେ 70 ଫୁଟରେ ପାଣି ବାହାରିଲା। ଆମେ 200 ଫୁଟ ଯାଇ ଗଲୁ, ଜଳ ଏମିତି ବାହାରିଲା, ଉଛୁଳିବା ପାଇଁ ପ୍ରଭୁ ଦେଲେ। ସେ ଜାଗାରେ 2ଟା ଟାଙ୍କି ଫୁଲ ହେଲା ପରେ ମଧ୍ୟ ପାଣି ସେମିତି କ୍ରମାଗତ ଭାବରେ ଚାଲୁଛି। ଯୋଉଠି କିଛି ନାହିଁ ପ୍ରଭୁ ସେଇଠି ଜଳ ଯେ ଦିଅନ୍ତି। ପଥରରୁ ଜଳ ବାହାର କରିବା ପରମେଶ୍ୱର ଆମର। ବିଶ୍ୱାସ ଯଦି ଅଛି, ହୃଦୟରେ ଯଦି ଆମେ ବିଶ୍ୱାସ କରୁ, ମୁଖରେ ଯଦି ସ୍ୱୀକାର କରୁ, ବିଶ୍ୱାସ ଜୀବନ ସେବେଠୁ ଆରମ୍ଭ ହୁଏ। ପ୍ରଭୁ ସାହାଯ୍ୟ କରନ୍ତୁ। ଏଇ ଛୋଟ ସାକ୍ଷ୍ୟ ମାଧ୍ୟମରେ ପ୍ରଭୁ ପ୍ରତ୍ୟେକଙ୍କୁ କଥା କହନ୍ତୁ। ଧନ୍ୟବାଦ। ଭାଇ ପ୍ରଭୁଦତ୍ତ ଭାଇ, ସୁନ୍ଦର ସାକ୍ଷ୍ୟ ପାଇଁ ଆପଣ ଯେତେବେଳେ କହୁଥିଲେ ପଥରରୁ ପାଣି ବାହାର କରୁଥିବା ପରମେଶ୍ୱର ଆମର, ଆପଣଙ୍କର ଅନେକ ସାକ୍ଷ୍ୟ ମୁଁ ଶୁଣିଛି। ଯେତେବେଳେ ଆପଣ ବାକ୍ୟ ଦିଅନ୍ତି, ଆପଣ ବାକ୍ୟ ନଥାଏ, ତା ଭିତରେ ପ୍ରତିଥର ସାକ୍ଷ୍ୟ ଥାଏ। ଆଜି ଆପଣଙ୍କର ଏଇ ଯୋଉ ସାକ୍ଷ୍ୟ ଆମମାନଙ୍କୁ ବିଶ୍ୱାସରେ ଆହୁରି ଦୃଢ କରିଥାଏ। କାହିଁକି ନା ଯୋଉମାନେ ପ୍ରଭୁଙ୍କୁ ଗୌରବ ଦିଅନ୍ତି, ସେମାନଙ୍କର ବିଶ୍ୱାସର କାର୍ଯ୍ୟ ପ୍ରଭୁ ଆଶ୍ଚର୍ଯ୍ୟ ଭାବରେ ଦେଖାନ୍ତି। ଆଜି ପ୍ରଭୁ ଆଶ୍ଚର୍ଯ୍ୟ ଭାବରେ ଦେଖେଇଲେ କିପରି ଆପଣଙ୍କୁ ପଥରରୁ ପାଣି ବାହାର କରିକି ଆପଣଙ୍କ ଜାଗାରେ ବାହାର କଲେ। ହୁଏତ ଅନ୍ୟମାନେ ଭାବୁଥିବେ ଏଇ ଜାଗାରେ ହବନି, କିଛି ହବନି, କିନ୍ତୁ ଆପଣ ପ୍ରଭୁଙ୍କୁ ଗୌରବ ଦେଲେ। ଯେତେବେଳେ ଆମମାନେ ଜୀବନରେ ପ୍ରଭୁଙ୍କୁ ଗୌରବ ଦଉ, ସେତେବେଳେ ପଥରରୁ ପାଣି ବାହାର କରୁଥିବା ପରମେଶ୍ୱର, ଆଶ୍ଚର୍ଯ୍ୟ ପରମେଶ୍ୱର ଆମମାନଙ୍କର। ପ୍ରଭୁ ଆମମାନଙ୍କୁ ଏଇ ସୁନ୍ଦର ସାକ୍ଷ୍ୟ ଯୋଗୁ ଆହୁରି ଆହୁରି ବିଶ୍ୱାସରେ ଦୃଢ ରହିବାକୁ ଧନ୍ୟବାଦ ଦଉଛୁ, ଗୌରବ କରୁଛୁ। ଆମେନ୍। Amen, amen, amen. Praise the Lord.